ନାଇଜର ବିମାନ ବନ୍ଦରରେ ଆକ୍ରମଣ, 35 ମୃତ। ନାଇଜରର ବଡ଼ ବିମାନ ବନ୍ଦରରେ ଗୁରୁବାର ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି ଓ ଏଥିରେ 35 ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ଖବର ଅନୁଯାୟୀ ସକାଳର ପ୍ରାର୍ଥନା ପରେ ଡିଓରି ହାମାନି ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଗୁଳିଚାଳନା ଶବ୍ଦ ଶୁଭିଥିଲା। ନାଇଜର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରେ 22 ଜଣ ଆକ୍ରମଣକାରୀ, 11 ଜଣ ସୈନିକ ଓ 2 ଜଣ ନାଗରିକ ଅଛନ୍ତି। ଏହି ଆକ୍ରମଣ ପାଇଁ ଆଲ କାଏଦା ସହିତ ଜଡ଼ିତ ଜମାତ ନୁସରତ ଅଲ ଇସଲାମ ୱଲ ମୁସଲିମିନ (ଜେଏନଆଇଏମ) ନିଜକୁ ଦାୟୀ କରିଛି। ନାଇଜର ଏକ ଦଶନ୍ଧି ଧରି ଇସଲାମିକ ବିଦ୍ରୋହ ସହିତ ଲଢ଼ୁଛି ଓ ଜାନୁଆରୀ ମାସରେ ଇସଲାମିକ ଷ୍ଟେଟ ଗୋଷ୍ଠୀ ସହିତ ଜଡ଼ିତ ଏକ ସଂଗଠନ ଏହି ବିମାନ ବନ୍ଦରରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଗୁରୁବାର ଘଟିଥିବା ହିଂସା ସକାଳ ସୁଦ୍ଧା ସ୍ଥଗିତ ହୋଇଯାଇଥିଲା ଏବଂ ସୁରକ୍ଷା ବାହିନୀ ଅନ୍ୟ ଆକ୍ରମଣକାରୀଙ୍କୁ ଧରିବା ପାଇଁ ତଲାସ ଆରମ୍ଭ କରିଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି ଯେ 22 ଜଣ ଆକ୍ରମଣକାରୀଙ୍କ ସହିତ ଆଉ 4 ଜଣ ଆହତ ହୋଇଛନ୍ତି। 20 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ RPG-7 ଲଞ୍ଚର, AK-47 ରାଇଫଲ, ବିସ୍ଫୋରକ ଗ୍ରେନେଡ୍, ଯୋଗାଯୋଗ ଉପକରଣ ଏବଂ ବିପୁଳ ପରିମାଣର ଗୋଳାବାରୁଦ ଜବତ କରାଯାଇଛି। 5 ମାସରୁ କମ୍ ସମୟ ମଧ୍ୟରେ ଏହା ନାଇଜରରେ ଦ୍ୱିତୀୟ ଆକ୍ରମଣ।